ମୋ ଜେଜେ ଠିକ କଥା କହୁଥିଲା। ଏଇ ଘର ସବୁ ଭୂତ, ଯେତିକି ସହ ଭୂତ ଏଇଠି। ମୋ ଠାରୁ ବେଶୀ ଜାଣୁଛି। ମୋ ଜେଜେ ମିଛ କଥା କହୁଥିଲା, ବିଶ୍ୱାସ ହଉନି ଆକୁ ପଚାର। ମୋ ଜେଜେ ମିଛ କଥା କହିବ? କେବେ ମିଛ କହନ୍ତି? ସନ୍ଧ୍ୟା ବେଳେ ଦିନେ ଆସିଛି ଏଇଠିକି, 3ଟା ନାଲିଆ ଭୂତ, ପୁରା ନାଲିଆ ଶାଢୀ ପିନ୍ଧିକି ଆସିଛନ୍ତି ଭୂତ। ମୋ ଜେଜେ ଆଇଲା କହିଲା ହାଇସ୍, ଭୂତ ସବୁ ଘର ଭିତରେ। ଜେଜେ କେହି ବେଳେ ମିଛ କଥା କୁହେନି। କେବେ ମିଛ କହନ୍ତି? ପଚାରକୁ ଇଏ କହିବ ଜେଜେ କେବେ ମିଛ କହନ୍ତି? କରିବୁନି, କଥା କହିନେ କହିବୁ ଏଠି ଟବକା ମାରୁଛୁ। ଦିନେ ଆଇଲା ବେଳକୁ ଗୋଟେ ଭୂତଟେ ଏମିତି, ମୋ ଜେଜେ କହୁଛି ଛୁଆ ରହିଯା ମୋ ପଛାଡର। କହିଲା ଏ ଭୂତଟା ଏରକ, ସେ ମୋ ଜେଜେ ମତେ ନିଜେ କହିଛି ଏରକ, ତୁ ସେ ଭୂତ ମୁଣ୍ଡ କହୁନି ମାନେ ଗୁଡ ଦେଖାଯିବ, ଗୁଡ କହୁନି ମାନେ ମୁଣ୍ଡ ଦେଖାଯିବ। ମାରାତ୍ମକ, ଭାରି ମାରାତ୍ମକ। ନା ବେ ମିଛ କଥା ଟାଉଟରି କଥା କୁହ। ତମର ତ ଗାର୍ଲଫ୍ରେଣ୍ଡ ନାହିଁ, ସେଠି ଗୋଟେ ଭୂତ ଅଛି, 3ଟା ଗାର୍ଲଫ୍ରେଣ୍ଡ ଧରି ବୁଲଛୁ। 3ଟା, କାହାର ଆଖି ନଥିବ, କାହାର ମୁହଁ ନଥିବ, କାହାର କାନ ନଥିବ। ଭାଇ ଖତରନାକ ଭୂତ ଗୁଡା ନା, ଡରିଯିବୁ ପୁରା। 4-5 ଦିନ ଜ୍ୱର ଝାଡା ଖାଲି ହବ, କିଛି ଖାଇପାରିବୁନି ଆଉ। ତୁମ ଜେଜେ ସାଙ୍ଗ ଥରେ ଆଇବୁ, ତାପରେ ଜାଣିବୁ ଏ ଭୂତ କେରକ। ଯେତିକି ଭୂତ ତମେ ଯେମିତି ଯିବ, କେତେ ରାସ୍ତା ଦରକାର, ଝରକାର ସେ ଗ୍ରିଲ ଫାଙ୍କର ସେ ଗଳି ପଳେଇବେ। ଯାଉଛି ଏତେ ବଡ ଦେଖାଯାଉଛି। ବେଟା ଭୂତ ନା ପୁକ? ଝରକାର ଗଳି ଭୂତଟା, ଭୂତଟା ପୁରା ଭଲ ଭୂତଟା। ଆଉ ଗୋଟେ କଥା ମୁଁ ରାତିରେ କହିବା କଥା ନୁହେଁ, ରାମ ରାମ ହରି ନାରାୟଣ ପ୍ରଭୁ ପାରିକର ବହୁତ। ଆଉ ଗୋଟେ ଭୂତ ଅଛି, ବିଶ୍ୱାସ କର, ମାରା ତାକୁ ଦେଖିପାରିବୁ। ମିଛ କହୁଛି ସବୁ। ଭୂତ ବଅସ ଖାଇଯିବ ତମର, ଜାଣିଥା।